ପ୍ରିୟ ଦର୍ଶକ ବନ୍ଧୁ, ମୁଁ ନଗେଶ ଗୋସ୍ୱାମୀ ଆପଣମାନଙ୍କୁ ମୋ ଭିଡ଼ିଓକୁ ଅନେକ ସ୍ୱାଗତ। ମୁଁ ବର୍ତ୍ତମାନ ଷଷ୍ଠ ଶ୍ରେଣୀର ଇତିହାସ ବହିର ନବମ ଅଧ୍ୟାୟ ପଢ଼ିବାକୁ ଯାଉଛି। ତ ଏଠି ନବମ ଅଧ୍ୟାୟ ହେଉଛି ଇତିହାସ ବିଷୟଟା। ବହୁତ ଲୋକ ଭାବୁଥିବେ ଯେ ଇତିହାସ ଭୂଗୋଳ ଏଗୁଡ଼ା ସବୁ ଛାଡ଼ିବା କ'ଣ ଦରକାର। ନା, ଇତିହାସ ପିଲାମାନେ ତ କିଛି ପାଠ ପଢ଼ୁନାହାନ୍ତି, ନିଜେ ବି ପଢ଼ିବା ପାଇଁ ଇଣ୍ଟରେଷ୍ଟ ନୁହନ୍ତି, ଯଦି ପଢ଼େଇବ ବି ପିଲାମାନେ ଶୁଣିବା ପାଇଁ ବି ଆଗ୍ରହୀ ନୁହନ୍ତି। ତେଣୁ ମୁଁ ବାଧ୍ୟ ହୋଇକି ପଢ଼େଇବାକୁ ଚାହୁଁଛି। ଶୁଣିବା ଦ୍ୱାରା ପିଲାମାନେ ହୁଏତ କିଛି ବୁଝିବେ କି ମନେ ରଖିବେ, ସେଇଥିପାଇଁ ମୁଁ ଭିଡ଼ିଓଟି କରୁଛି। ତ ଆରମ୍ଭ କରୁଛି। ନବମ ଅଧ୍ୟାୟ ଖ୍ରୀଷ୍ଟପୂର୍ବ 200 ଖ୍ରୀଷ୍ଟାବ୍ଦ 300 ମଧ୍ୟରେ ଭାରତ। ତ ଆମେ ଏଇ ପୂର୍ବ ବିଷୟଟାକୁ ପଢ଼ିଥିଲେ ମୌର୍ଯ୍ୟ ସାମ୍ରାଜ୍ୟ ବିଷୟରେ। ମୌର୍ଯ୍ୟ ସାମ୍ରାଜ୍ୟର ଶେଷ ସମ୍ରାଟ ଥିଲେ ଅଶୋକ। ଅଶୋକଙ୍କ ମୃତ୍ୟୁ ପରେ ମୌର୍ଯ୍ୟ ସାମ୍ରାଜ୍ୟର ସେଇଭଳି କି ଶକ୍ତିଶାଳୀ ରାଜା ନଥିଲେ କି ମୌର୍ଯ୍ୟ ସାମ୍ରାଜ୍ୟକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ। ତେଣୁ ଏଇଠି ଖ୍ରୀଷ୍ଟପୂର୍ବ 200ରେ ମୌର୍ଯ୍ୟ ସାମ୍ରାଜ୍ୟ ପରି ବଡ଼ ସାମ୍ରାଜ୍ୟ ଗଠନ ହୋଇପାରି ନଥିଲେ ମଧ୍ୟ ଏହି ସମୟରେ କେନ୍ଦ୍ର ଏସିଆ ଓ ଭାରତ ମଧ୍ୟରେ ବହୁବିଧ ସମ୍ପର୍କ ସ୍ଥାପନ ହୋଇଥିଲା। ମୌର୍ଯ୍ୟ ଶାସନ ପରେ ପୂର୍ବ ଭାରତରେ ଶୃଙ୍ଗ ବଂଶର ରାଜାମାନେ ଶାସନ କରୁଥିଲେ। ମଧ୍ୟ ଭାରତର କାଣ୍ୱ ବଂଶର ରାଜାମାନେ ଶାସନ କରୁଥିଲେ ଏବଂ ଦକ୍ଷିଣ ଭାରତରେ ସାତବାହନ ବଂଶର ରାଜାମାନେ ଶାସନ କରୁଥିଲେ। ଶାସନ କରୁଥିବା ବେଳେ ପଶ୍ଚିମ ଭାରତରେ କେନ୍ଦ୍ର ଏସିଆର କେତେକ ଶାସକ ଶାସନ କରୁଥିଲେ। ଭାରତୀୟ ଗ୍ରୀକ୍ ମାନଙ୍କର ଶାସନ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ ଉତ୍ତର ପଶ୍ଚିମ ଭାରତକୁ ଏକାଧିକ ବୈଦେଶିକ ଜାତି ଆକ୍ରମଣ କରିଥିଲେ। କାହିଁକିନା ପୂର୍ବ ଭାରତ, ମଧ୍ୟ ଭାରତ, ଦକ୍ଷିଣ ଭାରତର ସବୁ ରାଜାମାନେ ଶାସନ କରୁଥିଲେ। ଉତ୍ତର ପଶ୍ଚିମ ଭାଗରେ ସେଇଭଳି କି ଶକ୍ତିଶାଳୀ ରାଜା ନଥିବାରୁ ଉତ୍ତର ପଶ୍ଚିମ ଭାରତକୁ ବୈଦେଶିକ ଶତ୍ରୁମାନେ ଆକ୍ରମଣ କଲେ। ଏହି ଆକ୍ରମଣକାରୀମାନଙ୍କ ମଧ୍ୟରୁ ଉତ୍ତର ଆଫଗାନିସ୍ତାନର ଆମୁ ଦରିଆ ନଦୀର ଦକ୍ଷିଣରେ ଅବସ୍ଥିତ ବେକ୍ଟ୍ରିଆ ରାଜ୍ୟରେ ଶାସନ କରୁଥିବା ରାଜା ଗ୍ରୀକ୍ ମାନେ ପ୍ରଥମେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ। ତାମାନେ ବେକ୍ଟ୍ରିଆ ରାଜ୍ୟକୁ ଗ୍ରୀକ୍ ମାନେ ଶାସନ କରୁଥିଲେ। ସେମାନେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ। ଏହି ଆକ୍ରମଣକାରୀମାନେ ବିଭିନ୍ନ ସମୟରେ ଆସିଥିଲେ। ସେମାନଙ୍କ ମଧ୍ୟରୁ କେତେକ ସେଠାରେ ନିଜେ ଶାସନ କରିଥିଲେ, ଆଉ କେତେକ ସେଠାରେ ନିଜର ଶାସନକର୍ତ୍ତା ନିଯୁକ୍ତି କରିଥିଲେ। ଶକ ଜାତିର ଲୋକମାନଙ୍କ ପ୍ରବଳ ଚାପ ଯୋଗୁଁ ଏହି ଅଞ୍ଚଳର ଶାସକମାନେ ପରବର୍ତ୍ତୀ ସମୟରେ ନିଜର ଶାସନ କାର୍ଯ୍ୟ ଚଳାଇ ପାରିନଥିଲେ। ଏହି ସମୟରେ ଚୀନର ବୃହତ ପ୍ରାଚୀର ନିର୍ମାଣ ହୋଇଯାଇଥିବାରୁ ଶକମାନେ ଚୀନ ଆଡ଼କୁ ଅଗ୍ରସର ହୋଇପାରିଲେନି, ଯାହାଫଳରେ କି ସେମାନେ ନିଜ ପଡ଼ୋଶୀ ଦେଶର ଶାସନ କରୁଥିବା ଗ୍ରୀକ୍ ପଲ୍ଲବ ଶାସକମାନଙ୍କ ପ୍ରତି ନଜର ପକାଇଲେ। ଶକମାନଙ୍କ ଚାପ ଫଳରେ ବେକ୍ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍ ମାନେ ସେମାନେ ଭାରତ ଆଡ଼କୁ ଅଗ୍ରସର ହେଲେ। ଗ୍ରୀକ୍ ମାନଙ୍କ ସେହି ସମୟରେ
ଶାସନ କରୁଥିବା ଅଶୋକଙ୍କ ଦୁର୍ବଳ ଉତ୍ତରାଧିକାରୀମାନେ ପ୍ରତିରୋଧ କରିପାରିଲେ ନାହିଁ। ଫଳରେ ବ୍ୟାକ୍ଟ୍ରିଆରେ ଶାସନ କରୁଥିବା ଗ୍ରୀକମାନେ ପ୍ରଥମେ ଭାରତର ଉତ୍ତର ପଶ୍ଚିମାଞ୍ଚଳ ଅଧିକାର କରିଥିଲେ ଏବଂ ପରେ ଅଯୋଧ୍ୟାର କୁହାଯାଏ। ତେଣୁ ଗ୍ରୀକ ମାନେ ଯେଉଁ ଭାରତକୁ ଆକ୍ରମଣ କଲେ, ଭାରତକୁ ଯେଉଁ ମାଡ଼ି ଆସିଥିଲେ, ସେମାନେ ଅଯୋଧ୍ୟା ଓ ପାଟଳିପୁତ୍ର ପର୍ଯ୍ୟନ୍ତ ମାଡ଼ି ଆସିଥିଲେ। ମାତ୍ର ଗ୍ରୀକ ମାନେ ସାମଗ୍ରିକ ଭାବେ ଭାରତରେ ନିଜର ଶାସନ ପ୍ରତିଷ୍ଠା କରିପାରିନଥିଲେ। ଏଠି ଗୋଟେ ମେନ୍ ଇମ୍ପୋର୍ଟାଣ୍ଟ ପଏଣ୍ଟକୁ ମନେ ରଖିବା। ଗ୍ରୀକ ଶାସନକର୍ତ୍ତା ମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ କିଏ? ନା ମେନେଣ୍ଡର। ଗ୍ରୀକ ଶାସନକର୍ତ୍ତା ମାନଙ୍କ ମଧ୍ୟରେ ମେନେଣ୍ଡର ପ୍ରମୁଖ ଥିଲେ। ଏଟା ଗୋଟେ ହେଡଲାଇନ୍ ହବ, ଏଟା ଟିକେ ମନେ ରଖିବାକୁ ପଡ଼ିବ। କେତେକ ତାକୁ ମିଳିନ୍ଦ ବୋଲିକି ମଧ୍ୟ କହିଥାନ୍ତି। କାହାକୁ? ମେନେଣ୍ଡରକୁ। ସେ ତାଙ୍କର ରାଜଧାନୀ ସାକଳ ଠାରେ ସ୍ଥାପନ କରିଥିଲେ। ତାଙ୍କ ରାଜଧାନୀ ମନେ ରଖିବ ସାକଳ। ମେନେଣ୍ଡର ବୌଦ୍ଧ ଗୁରୁ ନାଗାର୍ଜୁନଙ୍କ ଦ୍ୱାରା ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ। ତେଣୁ ମେନେଣ୍ଡର ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଆଉ ତାଙ୍କର ବୌଦ୍ଧ ଗୁରୁ ଥିଲେ ନାଗାର୍ଜୁନ। ଏ ପଏଣ୍ଟଟା ମନେ ରଖିବ। ନାଗାର୍ଜୁନ ଦ୍ୱାରା ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ। ସେ ନାଗାର୍ଜୁନଙ୍କୁ ବୌଦ୍ଧ ଧର୍ମ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ମେନେଣ୍ଡର ପଚାରିଥିବା ପ୍ରଶ୍ନ ଓ ନାଗାର୍ଜୁନ ଦେଇଥିବା ଉତ୍ତର, ସେଟାକୁ କୁହନ୍ତି ମିଳିନ୍ଦ ପନଃ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇଅଛି। ଭାରତୀୟ ଗ୍ରୀକ ମାନେ ଭାରତରେ ଅନେକ ଗୁଡ଼ିଏ ମୁଦ୍ରା ପ୍ରଚଳନ କରିଥିଲେ। ଏସବୁ ମୁଦ୍ରାର ଚିତ୍ର ସବୁ ଦେଇଛି। ଏଇ ମୁଦ୍ରା ସବୁ ପ୍ରଚଳନ କରୁଥିଲେ। ପରବର୍ତ୍ତୀ ଶତାବ୍ଦୀରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ମୁଦ୍ରା ପ୍ରଚଳିତ ହୋଇଥିଲା। ଏହାଛଡ଼ା ଭାରତରେ ସେମାନେ ବୌଦ୍ଧ ଶିଳ୍ପକଳାର ପୃଷ୍ଠପୋଷକତା କରିଥିଲେ, ଯାହାକୁ ଗାନ୍ଧାର କଳା ମଧ୍ୟ କୁହାଯାଏ। ଗାନ୍ଧାର କଳା କାହା କୁହାଯାଏ? ଏଟା ମନେ ରଖିବ। ଭାରତରେ ଶାସନ କରୁଥିବା ଗ୍ରୀକ ମାନେ କାଳକ୍ରମେ ଭାରତୀୟ ସଂସ୍କୃତି ଓ ଧର୍ମ ଗ୍ରହଣ କରିଥିଲେ। ଆହୁରି ମଧ୍ୟ ପରସ୍ପର ମଧ୍ୟରେ ସମ୍ପର୍କ ବଢ଼ାଇବା ପାଇଁ ବୈବାହିକ ସମ୍ବନ୍ଧ ସ୍ଥାପନ କରି ଭାରତୀୟ ନାମ ଧାରଣ କରିଥିଲେ, ଯାହାର ଫଳସ୍ୱରୂପ ସେମାନେ ଭାରତୀୟ ବୋଲି ପରିଗଣିତ ହେଲେ ଓ ସେମାନଙ୍କର ମୂଳ ପରିଚୟ ଲୋପ ପାଇଗଲା। ଶକମାନଙ୍କର ଶାସନ ବିଷୟରେ ଜାଣିବା। ଭାରତୀୟ ଗ୍ରୀକମାନଙ୍କ ପରେ ଉତ୍ତର ପଶ୍ଚିମ ଭାରତରେ ଶକମାନେ ଶାସନ କରିଥିଲେ। ଗ୍ରୀକମାନଙ୍କ ଅପେକ୍ଷା ଶକମାନେ ଭାରତର ଅଧିକ ଅଞ୍ଚଳରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ। ଶକମାନେ ମଙ୍ଗୋଲୀୟ ମାନଙ୍କର ଏକ ଶାଖା ଥିଲେ। ଏଇଟା ଗୋଟେ ଡେସ୍ ପୂରଣ ପଡ଼ିପାରେ, ପଏଣ୍ଟ ଦେଇଦେଉଛି। ଶକମାନେ ମଙ୍ଗୋଲୀୟ ମାନଙ୍କର ଏକ ଶାଖା ଥିଲେ। ସେମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ। କେଉଁମାନେ? ଶକମାନେ। ସେମାନଙ୍କୁ ସେଠାରୁ ୟୁଚି ଜାତିର ଲୋକମାନେ ବିତାଡ଼ିତ କରିଦେଲେ। ପଶ୍ଚିମ ଭାଗରେ ଯେଉଁ ରହୁଥିଲେ ଶକମାନେ, ତାଙ୍କୁ ବିତାଡ଼ିତ କଲେ ୟୁଚି ମାନେ। ୟୁଚି ଜାତିର ଲୋକମାନେ ବିତାଡ଼ିତ କରିବାରୁ ସେମାନେ ଭାରତ ଆଡ଼କୁ ଅଗ୍ରସର ହେଲେ ଏବଂ ଭାରତୀୟ ଗ୍ରୀକ ରାଜ୍ୟ ଅଧିକାର କରି ନିଜର ଶାସନ ପ୍ରତିଷ୍ଠା କଲେ। ଶକମାନେ 5ଟି ଭାଗରେ ବିଭକ୍ତ ହେଲେ। କେତେଟା ଭାଗରେ? 5 ଭାଗରେ। ତେବେ 5 ଭାଗ କୋଉ ଭାଗ କୋଉଠି ଦେଖିବା। କହୁଛି ଶକମାନେ 5ଟି ଭାଗରେ ବିଭକ୍ତ ହୋଇ ଭାରତ ଓ ଆଫଗାନିସ୍ତାନରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ। ଏହି ଭାଗ ଗୁଡ଼ିକ ମଧ୍ୟରୁ ପ୍ରଥମ ଭାଗ ହେଉଛି ଆଫଗାନିସ୍ତାନରେ।
ଦ୍ୱିତୀୟ ଭାଗଟି ଅଛି ଭାରତର ତକ୍ଷଶିଳା ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରି ଶାସନ କରୁଥିଲେ। ତୃତୀୟ ଭାଗରେ ପୁଣି କେଉଁଠି ଶାସନ କରୁଥିଲେ? ମଥୁରାରେ ରହି 200 ବର୍ଷ ଧରି ଶକମାନେ ଶାସନ କରିଥିଲେ। ଚତୁର୍ଥ ଭାଗଟି ପଶ୍ଚିମ ଭାରତରେ ବସବାସ କରି ଖ୍ରୀଷ୍ଟୀୟ 4ଥ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ ଓ ପଞ୍ଚମ ଭାଗଟି ଦାକ୍ଷିଣାତ୍ୟର ଉପର ଭାଗରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ। ଏଇଟା ଗୋଟେ ଲଙ୍ଗ ଟାଇମ୍ କ୍ୱେଶ୍ଚନ୍। ଭାରତୀୟ ରାଜା ଓ ଲୋକମାନଙ୍କ ଠାରୁ ଶକମାନେ କୌଣସି ପ୍ରତିରୋଧର ସମ୍ମୁଖୀନ ହୋଇନଥିଲେ। ମାତ୍ର କିମ୍ବଦନ୍ତୀ ଅନୁସାରେ ଉଜ୍ଜୟିନୀର ଜଣେ ରାଜା ଶକମାନଙ୍କୁ ସଫଳ ଭାବେ ପ୍ରତିରୋଧ କରି ତଡ଼ି ଦେବାରେ ସମର୍ଥ ହୋଇଥିଲେ। ଖ୍ରୀଷ୍ଟପୂର୍ବ 58 ମସିହାରେ ଶକମାନଙ୍କୁ ପରାସ୍ତ କରି ନିଜର ବିକ୍ରମାଦିତ୍ୟ ଉପାଧିରେ ଭୂଷିତ କରି ବିକ୍ରମ ସମ୍ବତ ବା ଅବ୍ଦ ପ୍ରଚଳନ କରିଥିଲେ। ବିକ୍ରମ ସମ୍ବତ ଅବ୍ଦ। ତାଙ୍କ ପରେ ଆହୁରି ଅନେକ ରାଜା ବିକ୍ରମାଦିତ୍ୟ ଉପାଧି ଧାରଣ କରି ଶାସନ କରିଥିଲେ। ଏହି ପ୍ରଥା ଖ୍ରୀଷ୍ଟାବ୍ଦ 1400 ପର୍ଯ୍ୟନ୍ତ ପଶ୍ଚିମ ଭାରତ ଓ ଦକ୍ଷିଣ ଭାରତରେ ଚଳି ଆସିଥିଲା। ଦେଖ, ଶକମାନେ ଭାରତର ବିଭିନ୍ନ ଭାଗରେ ଶାସନ କରୁଥିଲେ ମଧ୍ୟ କେବଳ ପଶ୍ଚିମ ଭାରତରେ ସେମାନେ ଦୀର୍ଘ 400 ବର୍ଷ ଧରି ନିଜର ଶାସନ କରିଥିଲେ। ଶକମାନଙ୍କ ମଧ୍ୟରେ, ମନେ ରଖିବେ ଏଇଟା ଗୋଟେ ମେନ୍ ପଏଣ୍ଟ, ଶକମାନଙ୍କ ମଧ୍ୟରେ ରୁଦ୍ରଦାମନ ଶ୍ରେଷ୍ଠ ରାଜା ଥିଲେ। ସେ ମାଳବ, ସୌରାଷ୍ଟ୍ର, ଗୁଜରାଟ, ଉତ୍ତର କୋଙ୍କଣ ଉପକୂଳ ଏବଂ ନର୍ମଦା ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ। ଆହୁରି ମଧ୍ୟ ସେ ମୌର୍ଯ୍ୟ ଶାସନ କାଳରେ ଜଳସେଚନ ପାଇଁ ତିଆରି ହୋଇଥିବା ବହୁ ଦିନ ବ୍ୟବହୃତ ହୋଇନଥିବା ସୁଦର୍ଶନ ହ୍ରଦର ମରାମତି କରାଇ ସୁନାମ ଅର୍ଜନ କରିଥିଲା। ମୌର୍ଯ୍ୟ ଶାସନ ସମୟରେ ଗୋଟେ ସୁଦର୍ଶନ ହ୍ରଦ ତିଆରି ଚାଲିଥିଲା। ତାର କାମ ସମ୍ପୂର୍ଣ୍ଣ ସରିନଥିଲା, କିନ୍ତୁ ରୁଦ୍ରଦାମନ ସେହି ସୁଦର୍ଶନ ହ୍ରଦର ମରାମତି କରି ସୁନାମ ଅର୍ଜନ କଲେ। ରୁଦ୍ରଦାମନ ସଂସ୍କୃତ ଭାଷାକୁ ଅତ୍ୟନ୍ତ ଭଲ ପାଉଥିଲେ ଓ ଏଥିରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା। ସେ ବିଦ୍ୱାନ ପଣ୍ଡିତ ମାନଙ୍କୁ ସମ୍ମାନ ଦେଇ ଆଦର କରୁଥିଲେ। ଆହୁରି ମଧ୍ୟ ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗୀତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲା ବୋଲି ତାଙ୍କ ସମୟରେ ଏକ ପ୍ରାଚୀନ ଶିଳାଲିପିରୁ ଜଣାଯାଏ। ସେ ଭାରତରେ ଶାସନ କରୁଥିବା ସାତବାହନ, ଲିଚ୍ଛବୀ ଇତ୍ୟାଦି ରାଜ ପରିବାର ସହିତ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ। ଶକମାନେ ଭାରତୀୟ ଲୋକମାନଙ୍କ ରୀତିନୀତି ଓ ଚଳଣିରେ ସାମିଲ ହୋଇଥିଲେ ଏବଂ ଭାରତୀୟ ସଂସ୍କୃତି ଗ୍ରହଣ କରି ଗ୍ରୀକମାନଙ୍କ ପରି ସମ୍ପୂର୍ଣ୍ଣ ଭାବରେ ଭାରତୀୟ ହୋଇଯାଇଥିଲେ। ଭିଡ଼ିଓଟି ବର୍ତ୍ତମାନ ଏତିକିରେ ମୁଁ ସମାପ୍ତ କରିବାକୁ ଯାଉଛି। ତ ସମାପ୍ତ କରିବା ପୂର୍ବରୁ ଆପଣମାନଙ୍କୁ ଏବଂ ତଥା ପିଲାମାନଙ୍କୁ ମୁଁ ନିବେଦନ କରୁଛି ଯେ ଭିଡ଼ିଓକୁ ଦେଖିବା ସଙ୍ଗେ ସଙ୍ଗେ ପିଲାମାନେ ଲାଇକ୍, ସବସ୍କ୍ରାଇବ୍ କରନ୍ତୁ, ସେୟାର ମଧ୍ୟ କରନ୍ତୁ। ଆଉ ମୁଁ ବହୁତ ଥର ଭିଡ଼ିଓ କଲିଣି, 30-40ଟା ଖଣ୍ଡ ଭିଡ଼ିଓ ବି କଲିଣି, କିନ୍ତୁ ଅଭିଭାବକ କିମ୍ବା ପିଲାମାନେ ଭିଡ଼ିଓକୁ କେହି ଦେଖୁନାହାନ୍ତି। ଏହାର କାରଣ ଯେ ପିଲାମାନେ ପାଠକୁ ଟିକେ ଇଚ୍ଛା କରୁନାହାନ୍ତି ଦେଖିବା ପାଇଁ। ଅଭିଭାବକ ମଧ୍ୟ କିମ୍ବା ଅନ୍ୟ ଦର୍ଶକମାନେ ମଧ୍ୟ, ଯାହାର ଆବଶ୍ୟକତା ନାହିଁ ସେ ବା କାହିଁକି ଦେଖିବେ, କିନ୍ତୁ ଅନ୍ୟମାନେ ଯଦି ଟିକେ ଦେଖନ୍ତି, ଲାଇକ୍, ସବସ୍କ୍ରାଇବ୍ ଟିକେ କରନ୍ତୁ। ଆପଣଙ୍କ ଆଶୀର୍ବାଦ ମୋ ଉପରେ ଟିକେ ରହୁ, ଯେଉଁଟାକି ଆଗକୁ ମୁଁ ବଢ଼ିପାରିବି। ଧନ୍ୟବାଦ।